ଆଇନଗତ ପ୍ରତ୍ୟାଖ୍ୟାନ କୌଣସି ଜାତି, ଧର୍ମ ଏବଂ ସମୁଦାୟକୁ ଆକ୍ଷେପ କରିବା, କାହାର ଧାର୍ମିକ ଭାବନା ବିଶ୍ୱାସକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଆମର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମାଜର ଅନ୍ଧବିଶ୍ୱାସ, ଖରାପ ପରମ୍ପରା, କପଟତା, କୁପ୍ରଥା, ଭେଦଭାବ, ଅସମାନତା ବିଷୟରେ ମନୁଷ୍ୟର ଚିନ୍ତାଧାରା ଅନୁଯାୟୀ ଲୋକଙ୍କୁ ସଚେତନ କରାଇବା। ଅଜ୍ଞାନତା ହେଉଛି ଅନ୍ଧବିଶ୍ୱାସର ମୂଳ କାରଣ। ତର୍କ ଏବଂ ପ୍ରମାଣ ହେଉଛି ଏମିତି ଏକ ଅସ୍ତ୍ର ଯେଉଁଥିରେ ଅନ୍ଧବିଶ୍ୱାସକୁ ସମୂଳେ ବିନାଶ କରିହେବ। ଟ୍ରୁଥ ଅଫ୍ ଓଡ଼ିଆ ଚ୍ୟାନେଲ ଭାରତୀୟ ସମ୍ବିଧାନର ପ୍ରବନ୍ଧ 51A ଅନୁଯାୟୀ ବୈଜ୍ଞାନିକ ଚେତନା ଓ ମାନବବାଦୀ ସ୍ୱଭାବ ଏବଂ ମୌଳିକ କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରେ। ଭାରତୀୟ ସମ୍ବିଧାନ ପ୍ରବନ୍ଧ 19(1) କ ଅନୁଯାୟୀ ସମସ୍ତଙ୍କୁ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଦିଆଯାଇଛି। ଟ୍ରୁଥ ଅଫ୍ ଓଡ଼ିଆ ଚ୍ୟାନେଲକୁ ବହୁତ ଭଲ ପାଇବା ଦେଉଥିବାରୁ, କମ୍ ଦିନରେ ଆପଣମାନେ ଏତେ ସାରା ଭଲ ପାଇବା ଦେଉଥିବାରୁ ବହୁତ ଧନ୍ୟବାଦ। ଯାହା ହେଉ ସୁନ୍ଦର ଆପଣମାନେ ମତାମତ ଦେଉଛନ୍ତି, ଜାଣି ମୋତେ ବହୁତ ଖୁସି ଲାଗୁଛି ଏବଂ ଭିଡ଼ିଓ ବନାଇବାର ଇଚ୍ଛା ଶକ୍ତି ଆହୁରି ଜାଗ୍ରତ ହେଉଛି। ନିଜର ଯେଉଁ ସମାଜର ଲୋକମାନେ ଅଛନ୍ତି ଅନ୍ଧବିଶ୍ୱାସରୁ କେମିତି ବାହାରକୁ ବାହାରିବେ ସେ ପ୍ରତି ଆମେ ଆଗକୁ ଯିବା ପାଇଁ ଚେଷ୍ଟା କରୁଛୁ। ଏବଂ ଜଣେ ଭାଇ କମେଣ୍ଟ ମାଧ୍ୟମରେ ଜଣାଇଥିଲେ ଯେ ମନୁସ୍ମୃତି ଏବଂ ଭାରତୀୟ ସମ୍ବିଧାନ ବିଷୟରେ ଗୋଟିଏ ଭିଡ଼ିଓ ଆଣିବା ପାଇଁ। ତେଣୁ ସେ ଭାଇଙ୍କର ମତାମତ ରଖି ତାଙ୍କ ପ୍ରଶ୍ନର ଉତ୍ତର ରଖିବା ପାଇଁ ମୁଁ ଚେଷ୍ଟା କରିଛି। ସେ ଭାଇଙ୍କର ନାମ ହେଲା ବୈଷ୍ଣବ ଚରଣ ସାହୁ। ଏବଂ ଆଜି ଜାଣିବା ମନୁସ୍ମୃତି ଓ ଭାରତୀୟ ସମ୍ବିଧାନ ଭିତରେ କ'ଣ ପାର୍ଥକ୍ୟ ଥିଲା। ଡକ୍ଟର B.R. ଆମ୍ବେଦକରଙ୍କର ଦ୍ୱାରା ଲିଖିତ ଭାରତୀୟ ସମ୍ବିଧାନ 1950 ମସିହା ଜାନୁଆରୀ 26 ତାରିଖ ଦିନ ପ୍ରଣୟନ ହୋଇଥିଲା। ଏହା ପୂର୍ବରୁ ଦୀର୍ଘ 2000 ବର୍ଷ ଧରି ଆମ ଦେଶ ଭାରତର ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ମୂଳତଃ ମନୁସ୍ମୃତି ବା ମନୁସଂହିତା ଆଧାରରେ କାର୍ଯ୍ୟରତ ଥିଲା। ମୋଗଲ ଓ ଇଂରେଜମାନେ ଭାରତର ଶାସନ ଗାଦିକୁ ଅକ୍ତିଆର କଲା ପରେ ରାଜନୈତିକ ଦୃଷ୍ଟିକୋଣରୁ କିଛିକାଂଶରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେଲେ, କିନ୍ତୁ ସାମାଜିକ ବ୍ୟବସ୍ଥା ଯଥା ପୂର୍ବ ତଥା ପରଂ ମନୁସ୍ମୃତି ଆଧାରରେ ପରିଚାଳିତ ହେଉଥିଲା। ମନୁସ୍ମୃତି ବା ମନୁ ସମ୍ବିଧାନ ଓ ଭାରତୀୟ ସମ୍ବିଧାନ ସମ୍ପୂର୍ଣ୍ଣ ରୂପେ ଅର୍ଥ ଏବଂ ମାନବୀୟ ମୂଲ୍ୟ ଆଧାରରେ ପରସ୍ପର ବିରୋଧାଭାସୀ। ମନୁସଂହିତା ସାମାଜିକ କ୍ରମିକ ଅସମାନତା, ପିତୃସତ୍ତାତ୍ମକ, ମୂଳ ନିବାସୀ, ବହୁଜନ ବିରୋଧୀ, ଶୋଷଣମୂଳକ, ବିଭେଦ ସୃଷ୍ଟିକାରୀ, ବ୍ରାହ୍ମଣବାଦର ଶ୍ରେଷ୍ଠତାକୁ ଦୃଢ଼ ଧାର୍ମିକ ଓ ନ୍ୟାୟିକ ସ୍ୱୀକୃତି ପ୍ରଦାନ କରୁଥିବା ଅମାନବୀୟ ଦସ୍ତାବଜ ଅଟେ। ଏହାର ଠିକ୍ ବିପରୀତ ଉଚ୍ଚ ମାନବୀୟ ମୂଲ୍ୟବୋଧ ଜନିତ ନ୍ୟାୟିକ ଦସ୍ତାବେଜ ହେଉଛି ଆଧୁନିକ ଭାରତୀୟ ସମ୍ବିଧାନ, ଯାହାକୁ ଡକ୍ଟର ବାବା ସାହେବ ଆମ୍ବେଦକର ଲିଖିତ ଭାବରେ ଲେଖିଛନ୍ତି। ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ୱାଧୀନତା, ସ୍ୱତନ୍ତ୍ରତା, ବନ୍ଧୁତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ମନୁସ୍ମୃତି ଆମ ଦେଶର ସଂଖ୍ୟାଗରିଷ୍ଠତା ଥିବା ବହୁଜନ, ଶୂଦ୍ର, ଆଦିବାସୀ ଓ ଦଳିତମାନଙ୍କୁ ଶିକ୍ଷା, ଶାସନ ଓ ସମ୍ପତ୍ତିଗତ ଅଧିକାରରୁ ସର୍ବଦା ବଞ୍ଚିତ କରି ରଖିଥାଏ। ଅନ୍ୟପକ୍ଷରେ କଠିନ ପରିଶ୍ରମ କରି ଖଟି ଯାଉଥିବା ବହୁଜନଙ୍କର କଷ୍ଟ ଉପାର୍ଜିତ ଧନ ସମ୍ପତ୍ତିକୁ ଛଡ଼ାଇ ନେବା ଓ ସେମାନଙ୍କ ଉପରେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ନିମନ୍ତେ କ୍ରୂର ଅମାନବୀୟ ନୀତି ନିୟମକୁ ସ୍ୱୀକୃତି ଦିଏ। ଅତି ଶୂଦ୍ର ବର୍ଗର ଦଳିତ ଗୋଷ୍ଠୀଙ୍କୁ ଜାତି ଆଧାରରେ ଅତି ନୀଚ, ଅଛୁଆଁ ଓ ଅସ୍ପୃଶ୍ୟ ବୋଲି ବିବେଚନା କରେ। ଉକ୍ତ ଆଇନ ଅନୁଯାୟୀ ବ୍ରାହ୍ମଣବାଦୀ ସାମାଜିକ ବ୍ୟବସ୍ଥାରେ ଅସ୍ପୃଶ୍ୟ ଦଳିତ ଜାତିର ଲୋକମାନେ ହେଉଛନ୍ତି ପଶୁଠାରୁ ହୀନ, ସବର୍ଣ୍ଣ, ଆର୍ଯ୍ୟ, ବ୍ରାହ୍ମଣ ତଥାକଥିତ ଉଚ୍ଚ ବର୍ଣ୍ଣର ବ୍ୟକ୍ତିଙ୍କ ଘରେ କୁକୁର, ଘୁଷୁରି ଭଳି ପଶୁଟିଏ ପ୍ରବେଶ କଲେ କୌଣସି ଅସୁବିଧା ନାହିଁ, କିନ୍ତୁ ଜଣେ ଦଳିତ ଗଣା, ଘାସି, ପାଣ, ଚମାର, ମାହାର ପ୍ରଭୃତି ବ୍ୟକ୍ତିଙ୍କୁ ଛୁଇଁ ଦେଲେ ସେମାନେ ଅପବିତ୍ର ହୋଇଯାଆନ୍ତି।
ତାଙ୍କ ଘରେ କିମ୍ବା ମନ୍ଦିରରେ ପ୍ରବେଶ କଲେ ତାଙ୍କ ଘର ଓ ମନ୍ଦିର କାଳେ ଅପବିତ୍ର ହୋଇଯାଏ। ଏତେ ଦୃଶ୍ୟ ସାମାଜିକ ଉତ୍ପୀଡ଼ନ ଓ ନିର୍ଯାତନା ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ବା ସମାଜ ବ୍ୟବସ୍ଥାରେ ଦେଖିବାକୁ ମିଳେ ନାହିଁ। ଯଦି ଲିଙ୍ଗ ଆଧାରରେ ଆମେ ମନୁସ୍ମୃତିକୁ ଅଧ୍ୟୟନ କରିବା ତାହେଲେ ଜାଣିବାକୁ ପାଇବା ଯେ ନାରୀ ମାତ୍ରକେ ଶୂଦ୍ରାଣୀ ଓ ସର୍ବନିମ୍ନ ସ୍ୱାଧୀନତା ତଥା ଆତ୍ମସମ୍ମାନରୁ ବଞ୍ଚିତ ଦୁୟ ଦାସତ୍ୱର ପୀଡ଼ିତା ବର୍ଗ। ଉପରୋକ୍ତ କ୍ରୂର ଅମାନବୀୟ ମନୁ ସମ୍ବିଧାନକୁ 200 ଖ୍ରୀଷ୍ଟାବ୍ଦରେ ଉତ୍ତର ଭାରତର ବ୍ରାହ୍ମଣ ଋଷି ମନୁ ମହାରାଜ ରଚନା କରିଥିଲେ। ଶେଷ ବୌଦ୍ଧ ସମ୍ରାଟ ବୃହଦର୍ଥଙ୍କ ସେନାପତି ପୁଷ୍ୟମିତ୍ର ଶୁଙ୍ଗଙ୍କ ସେ ରାଜଗୁରୁ ଥିଲେ। ବୌଦ୍ଧ ସମ୍ରାଟ ବୃହଦର୍ଥଙ୍କୁ ହତ୍ୟା କରିବାର ପରେ ମୂଳ ନିବାସୀ ବୌଦ୍ଧ ଧର୍ମକୁ ସମଗ୍ର ଭାରତ ଭୂମିରୁ ମୂଳୋତ୍ପାଟନ କରିବା ଉଦ୍ଦେଶ୍ୟରେ ପୁଷ୍ୟମିତ୍ର ଶୁଙ୍ଗ ମନୁସ୍ମୃତିକୁ ବଳପୂର୍ବକ ପ୍ରଣୟନ କରିଥିଲେ। ମନୁସ୍ମୃତିରେ ଚତୁର୍ବର୍ଣ୍ଣ ବ୍ୟବସ୍ଥା ଓ ସାମାଜିକ ଅସମାନତାକୁ ସମର୍ଥନ କରି 12ଟି ଅଧ୍ୟାୟ 274ଟି ଶ୍ଲୋକ ବର୍ଣ୍ଣିତ ହୋଇଛି। ଉପରୋକ୍ତ ବିଶ୍ଳେଷଣରୁ ଏହି ପ୍ରତିପାଦିତ ହୁଏ ଯେ ଭାରତୀୟ ସମାଜରେ ଅନେକ ସାଧୁସନ୍ଥ ଜନ୍ମ ନେଇ ସଂସ୍କାରମୂଳକ କାର୍ଯ୍ୟ କରିଥିଲେ ମଧ୍ୟ ଆମ ସମାଜରେ ବିଶେଷ କିଛି ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ। ଉକ୍ତ କାରଣକୁ ସଠିକ୍ ଭାବରେ ଅବଲୋକନ କରି ବାବା ସାହେବ 1935 ଡିସେମ୍ବର 25 ତାରିଖ ଦିନ ସର୍ବସମ୍ମୁଖରେ ସେହି ଅମାନବୀୟ କ୍ରୂର ମନୁସ୍ମୃତିକୁ ଦହନ କରିଥିଲେ କିମ୍ବା ପୋଡ଼ି ଦେଇଥିଲେ। ଉକ୍ତ ଐତିହାସିକ କ୍ରାନ୍ତିକାରୀ ଘଟଣା ଆମ ଦେଶର ସମସ୍ତ ନାଗରିକମାନଙ୍କୁ ସାମାଜିକ ଅସମାନତା, ଜାତି ଭେଦଭାବ, କୁସଂସ୍କାର, ଅନ୍ଧବିଶ୍ୱାସ, ଲିଙ୍ଗ ଭେଦଭାବ ଜନିତ କୁପ୍ରଥା ଓ ପରମ୍ପରାଗୁଡ଼ିକୁ ପରିତ୍ୟାଗ କରିବା ପାଇଁ ପ୍ରେରଣା ଯୋଗାଏ। ବର୍ତ୍ତମାନ ଲିଖିତ ଓ ନ୍ୟାୟିକ ପ୍ରକ୍ରିୟାରେ ଆମ ଦେଶରେ ମନୁସ୍ମୃତି ପ୍ରଚଳିତ ହେଉନାହିଁ। 1950 ଜାନୁଆରୀ 26 ତାରିଖରୁ ଆମ ଦେଶ ଭାରତ ଡକ୍ଟର B.R. ଆମ୍ବେଦକରଙ୍କର ଲିଖିତ ସମ୍ବିଧାନ ଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ ହେଉଅଛି। ଉକ୍ତ ସମ୍ବିଧାନ ଅନୁଯାୟୀ ଅସ୍ପୃଶ୍ୟତାକୁ ଆଚରଣ କରିବା ଏକ ଦଣ୍ଡନୀୟ ଅପରାଧ ଓ ବେଆଇନ ଘୋଷିତ ଧାରା 17 ଅନୁଯାୟୀ ଲେଖାଯାଇଛି। ଭାରତୀୟ ସମ୍ବିଧାନର ଧାରା 14 ଅନୁସାରେ ଆଇନ ଦୃଷ୍ଟିରେ ସମସ୍ତେ ସମାନ ଓ ଧର୍ମ, ଜାତି, ଲିଙ୍ଗ କିମ୍ବା ଜନ୍ମ ସ୍ଥାନ ଆଧାରରେ ସମସ୍ତ ପ୍ରକାରର ବୈଷମତାକୁ ନିଷେଧ କରାଯାଇଛି। ପୂର୍ବରୁ ପ୍ରଚଳିତ ସମସ୍ତ ସାମାଜିକ ପ୍ରତିବନ୍ଧନକୁ ଖଣ୍ଡନ କରି ନାରୀମାନଙ୍କୁ ସ୍ୱାଧୀନତା, ଶିକ୍ଷାଗତ, ସମ୍ପତ୍ତିଗତ, ରାଜନୀତିକ ଓ ଜୀବନସାଥୀ ଚୟନ କରିବାର ଅଧିକାରକୁ ଭାରତୀୟ ସମ୍ବିଧାନ ନିଶ୍ଚିତ କରାଏ। ଭାରତୀୟ ସମାଜ ବ୍ୟବସ୍ଥା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଆଧାରିତ ସମସ୍ତ ଭେଦଭାବକୁ ଖଣ୍ଡନ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ପ୍ରାବଧାନ ଗୁଡ଼ିକ ଆମ ସମ୍ବିଧାନରେ ଉଲ୍ଲେଖିତ ଅଛି। ଉଦାହରଣ ସ୍ୱରୂପ ସାର୍ବଜନୀନ ମତଦାନ ଅଧିକାର ଧାରା 326ରେ ବର୍ଣ୍ଣିତ। ଉକ୍ତ ଧାରା ଅନୁଯାୟୀ 18 ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ମତଦାନ କରିବା ଓ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ସହଭାଗୀ ହେବାର ସାମ୍ବିଧାନିକ ଅଧିକାର ପ୍ରଦାନ କରାଯାଇଛି। ଧନୀ ହେଉ କିମ୍ବା ଗରିବ ହେଉ, ବ୍ରାହ୍ମଣ ହେଉ କିମ୍ବା ଦଳିତ ହେଉ, ସହରାଞ୍ଚଳ ହେଉ କିମ୍ବା ଗ୍ରାମବାସୀ ହେଉ, ଗ୍ରାମାଞ୍ଚଳବାସୀ ସମସ୍ତେ ନିଜ ମତଦାନ ଅଧିକାର ପ୍ରତି ସଚେତନ ହେବା ନିହାତି ଜରୁରୀ। ଏହି ସାର୍ବଜନୀନ ମତଦାନ ଅଧିକାର ମାଧ୍ୟମରେ ବିଗତ 70 ବର୍ଷରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ମହିଳା ଓ ଶ୍ରମିକ ବର୍ଗର ପ୍ରତିନିଧିମାନେ ଆମ ଦେଶର ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରୁଛନ୍ତି, ଯାହା ମନୁସ୍ମୃତି କାଳରେ ଅସମ୍ଭବ ଥିଲା। ସମ୍ବିଧାନ ଲାଗୁ ହେବା ପୂର୍ବରୁ ଏପରି ବ୍ୟବସ୍ଥା ଥିଲା ଯେ ରାଣୀ ଗର୍ଭରୁ ଜନ୍ମିତ ରାଜକୁମାର ହିଁ ରାଜା ହେଉଥିଲା। କିନ୍ତୁ ବାବା ସାହେବଙ୍କ ପ୍ରଣୀତ ଆଧୁନିକ ଭାରତୀୟ ସମ୍ବିଧାନ ଅନୁଯାୟୀ ଦେଶର ମୁଖ୍ୟ ଶାସନକର୍ତ୍ତା ଏ ଦେଶର ଯେକୌଣସି ନାଗରିକ ହେବାର ପ୍ରାବଧାନ ରହିଅଛି। ଆଜି ସାମ୍ବିଧାନିକ ଗଣତନ୍ତ୍ର ରାଷ୍ଟ୍ରରେ ଯେକୌଣସି ନାଗରିକ
ନିର୍ବାଚନରେ ପ୍ରତିନିଧିତ୍ୱ କରି ତୃଣମୂଳ ରାଜନୈତିକ ସ୍ତରରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି। ଜଣେ ଶୂଦ୍ର ସମାଜର ଚା ବିକାଳି ଆଜି ଭାରତର ପ୍ରଧାନମନ୍ତ୍ରୀ। ଠିକ୍ ସେହିପରି ଅବହେଳିତ ଅଞ୍ଚଳର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇପାରିଛନ୍ତି। ଏହିସବୁ ସମ୍ଭବ ହୋଇପାରିଛି କେବଳ ବାପା ସାହେବଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ବଳରେ। ଆପଣମାନେ ଶୁଣୁଥିଲେ ମନୁସ୍ମୃତି ଏବଂ ସମ୍ବିଧାନ ବିଷୟରେ। ଆପଣଙ୍କୁ କେମିତି ଲାଗିଲା ଭିଡ଼ିଓଟି ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପରବର୍ତ୍ତୀ ନୂଆ ଭିଡ଼ିଓକୁ ଦେଖିବା ପାଇଁ ଅପେକ୍ଷା କରନ୍ତୁ। ଦେଖାହେବ ପୁଣି ଆଉ ଏକ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।